ଏକ ସୁନ୍ଦର ଜଙ୍ଗଲ ମଧ୍ୟରେ ଏକ ଛୋଟ ଗାଁ ଥିଲା। ସେଠି ରହୁଥିଲା ଏକ ଦୁଷ୍ଟ କିନ୍ତୁ ମିଠା ଛୋଟ ପିଲା। ତାର ନାମ ଥିଲା ଚେନା। ଚେନା ବୟସରେ ମାତ୍ର 8 ବର୍ଷ କିନ୍ତୁ ହୃଦୟରେ ବହୁତ ଦୟାଳୁ ଓ ସାହସୀ ଥିଲା। ଚେନାର ସାଙ୍ଗମାନେ ମଣିଷ ନୁହେଁ, ସେ ଜଙ୍ଗଲର ପଶୁମାନଙ୍କ ସହିତ ଖେଳୁଥିଲେ। ସେ ଭାଲୁ, ବାନର, ହାତୀ ଓ ଠେକୁଆ ସବୁଙ୍କ ସହିତ ମିଶିଥିଲା। ସେମାନଙ୍କ ମଧ୍ୟରେ ସେତେ ଅଧିକ ଭଲ ସାଙ୍ଗ ଥିଲେ। ଭାଲୁ ଗୋଟେ ମୋଟା ଲୋମ ଥିବା ହସୁଥିବା ଭାଲୁ। ଚେନା ତାକୁ ଭଲୁଦା ବୋଲି ଡାକୁଥିଲା। ଭଲୁଦା ତାଙ୍କୁ ଫଳ ଦେଇଥିଲା, ଜଳପାନ କରାଉଥିଲା ଓ ଜଙ୍ଗଲ ଘୂରାଉଥିଲା। ନିଜ ସାଙ୍ଗମାନଙ୍କୁ ଭେଟିବାକୁ ରାସ୍ତାରେ ସେ ଭଲୁଦାକୁ ଦେଖିଲା। ସେ ଭଲୁଦା, ଆଜି ଆମେ ଝରଣା ପାଖରେ ଖେଳିବା, ଚେନା କହିଲା। ଭଲୁଦା ହସିଲା। ଠିକ୍ ଅଛି, କିନ୍ତୁ ସେଠି ବାଘ ଆସୁଛି, ସାବଧାନ ହେବୁ। ଚେନା ଭୟ ନକରି ହସିଲା। ମୁଁ ତୋ ସହିତ ଅଛି, ମୋତେ କିଛି ଭୟ ନାହିଁ। ଏହି ଜଙ୍ଗଲରେ ଗୋଟିଏ ଦୁଷ୍ଟ ବାଘ ଥିଲା। ନାମ ତାକୁ। ସେ ସବୁବେଳେ ଜଙ୍ଗଲର ପଶୁମାନଙ୍କୁ ଭୟ ଦେଇ ଖାଇଥାଏ। ସେ କାହାରି ସହିତ ମିତ୍ରତା ଚାହେଁ ନଥିଲା, ମାତ୍ର ଶାସନ କରିବାକୁ ଚାହୁଁଥିଲା। ସେ ଦିନ ତାଘୁ ଝରଣା ପାଖକୁ ଆସିଲା। ଚେନା ଓ ଭଲୁଦା ସେଠି ପାଣି ଖେଳୁଥିଲେ। ବାଘ ଦେଖିଲା ଏବଂ ରାଜା, ତୁମ୍ଭେ କିପରି ମୋ ଜାଗାରେ ଆସିଛ? ଚେନା ଆଉ ଭଲୁଦା ଭୟରେ ପଛକୁ ହଟିଲେ, କିନ୍ତୁ ଭଲୁଦା ସାହସିକ ଭାବେ ଠିଆ ହେଲା। ଭଲୁଦା ଡରିଲା ନାହିଁ। ସେ ଚେନାକୁ ପଛେ ଲୁଚାଇ ଦେଲା ଓ ତାକୁ ସମ୍ମୁଖରେ ଠିଆ ହେଲା। ତାଘୁ, ଏହି ପିଲା ମୋ ସାଙ୍ଗ ଅଟେ। ତାଙ୍କୁ ହାନି କରିବୁ ନାହିଁ, ନହେଲେ ମୋ ସହିତ ଯୁଦ୍ଧ କରିବାକୁ ପଡ଼ିବ। ଭଲୁଦା କହିଲା। ତାଘୁ ହସିଲା। ତୁମେ ମୋ ସହିତ ଯୁଦ୍ଧ କରିବ? ମୋତେ ଜଙ୍ଗଲର ସିଂହ କହନ୍ତି। କିନ୍ତୁ ଭଲୁଦା ଭୟ କଲା ନାହିଁ। ସେ ଚେନାକୁ କହିଲା, ତୁମେ ପଛକୁ ଯାଅ, ମୁଁ ତାକୁ ଶିଖାଇ ଦେବି ମିତ୍ରତାର ଶକ୍ତି କାହାକୁ କୁହାଯାଏ। ଜଙ୍ଗଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା। ବାଘ ତାର ନଖ ଦେଇ ଭଲୁଦା ଉପରେ ଚାପିଲା। ଭଲୁଦା ତାର ଦାନ୍ତରେ ତାଘୁର ହାତ ଧରିଲା। ଧୂଳି ଉଡ଼ିଗଲା। ପକ୍ଷୀମାନେ ଉଡ଼ି ପଲେ। ଗଛ ଉପରେ ଚଢ଼ି ରହିଲା। ଚିତ୍କାର କଲା, ଭଲୁଦା, ସାବଧାନ, ବାମପଟେ ଆସୁଛି। ଭଲୁଦା ସେଥିରେ ଧ୍ୟାନ ଦେଲା ଏବଂ ବାଘର ଆକ୍ରମଣ ରୋକିଦେଲା। ତାଘୁ ଆଉ ଆକ୍ରୋଶରେ ଚିତ୍କାର କଲା, ତୁମେ ମୋତେ ହରାଇ ପାରିବୁ ନାହିଁ। ଭଲୁଦା ଉତ୍ତର ଦେଲା, ମିତ୍ରତା ଓ ସତ୍ୟର ଶକ୍ତି ସବୁଠୁ ବଡ଼। ଯୁଦ୍ଧ ଚାଲିଲା ଦୀର୍ଘ ସମୟ। ଶେଷରେ ବାଘ ଥକି ପଡ଼ିଲା। ଭଲୁଦା ତାକୁ ନିଜ ପାଞ୍ଛା ତଳେ ଧରିଲା। ଚେନା ଗଛରୁ ଓହ୍ଲାଇଲା ଓ ବାଘ ପାଖକୁ ଗଲା। ସେ କହିଲା, ତାଘୁ, ଆମେ ତୋତେ ଶତ୍ରୁ ନୁହେଁ, ଆମେ ସାଙ୍ଗ ହେବାକୁ ଚାହୁଁଛୁ। ଜଙ୍ଗଲ ଆମ ସମସ୍ତଙ୍କର ଅଟେ। ତାଘୁ ଆଶ୍ଚର୍ଯ୍ୟ ହେଲା। ସେ ଆଗରେ ମାନବ ଛୋଟ ପିଲାରୁ ଏମିତି କଥା କେବେ ଶୁଣି ନଥିଲା। ତାଘୁ ଶାନ୍ତ ହେଲା, ଆଖି ନରମ ହେଲା ଓ କହିଲା, ମୁଁ ଭୁଲି ଗଲି, ତୁମେ ସବୁଠୁ ଭଲ ମଣିଷ ଓ ସାଙ୍ଗ ଅଟେ। ତାଘୁ ଭଲୁଦା ଓ ଚେନାକୁ ମାଫି ମାଗିଲା। ସେହି ଦିନଠାରୁ ସେମାନେ ତିନିଜଣେ ସାଙ୍ଗ ହେଲେ। ପର ଦିନରୁ ତାକୁ ଜଙ୍ଗଲର ଅନ୍ୟ ପଶୁମାନଙ୍କୁ ଛାଡ଼ିଦେଲା। ସେ ଭଲୁଦା ଓ ଚେନା ସହ ଫଳ ଖାଉଥିଲା, ଖେଳୁଥିଲା ଓ ଅନ୍ୟମାନଙ୍କୁ ସୁରକ୍ଷା ଦେଇଦେଲା। ଜଙ୍ଗଲରେ ଏତେ ଶାନ୍ତି ଓ ଖୁସି ଆସିଗଲା। ସବୁ ପଶୁ ଚେନାକୁ ଛୋଟ ରାଜା ବୋଲି ଡାକୁଥିଲେ, କାରଣ ସେ ମିତ୍ରତା ଓ ସତ୍ୟର ମାଧ୍ୟମରେ ବାଘକୁ ପରିବର୍ତ୍ତନ କରିଥିଲା।